ସହଜ ହୋଇନଥାଏ ସେହି ମଣିଷ ବିନା ବଞ୍ଚିବା, ଯାହା ସହିତ ଜୀବନ ସାରା ରହିବାର ସ୍ୱପ୍ନ ଦେଖିଥିଲେ, ଯାହାକୁ ତୁମେ ସବୁକିଛି ମାନିଥିଲ। ଯଦି ସେହି ମଣିଷ ଦୂରେଇ ଯାଏ ତ କ'ଣ କରିବ? ବାସ୍ କଥା ଏତିକି, ଯେଉଁଠି ପ୍ରେମ ଥାଏ ସେଠି ଦୂରତା ଆସିନଥାଏ। ଯଦି ତୁମ ସମ୍ପର୍କ ଭାଙ୍ଗିଛି, ତୁମେ ଅଲଗା ହୋଇଯାଇଛ, ତ ସେହି ସମ୍ପର୍କରେ ପ୍ରକୃତ ପ୍ରେମ ନଥିଲା। କିଛି ଲୋକ କୁହନ୍ତି ଆମେ ରହିପାରୁନାହୁଁ ତା ବିନା, ବଞ୍ଚିପାରୁନାହୁଁ ସେହି ମଣିଷ ବିନା। କିଛି ଲୋକ ତାଙ୍କ ପ୍ରୋବ୍ଲେମ୍ ବି କହିଥାନ୍ତି, ପଚାରନ୍ତି ଆମେ ସେହି ସମ୍ପର୍କରେ ରହିବୁ ନା ନାହିଁ। ସିଧା କଥା, ଯଦି ସେହି ମଣିଷ ତୁମକୁ ପ୍ରକୃତ ପ୍ରେମ କରୁଛି ତ, ଯଦି ତୁମେ ବି ତାକୁ ପ୍ରକୃତ ପ୍ରେମ କରୁଛ ତ ସେହି ସମ୍ପର୍କକୁ କେବେ ବି ଭାଙ୍ଗିବ ନାହିଁ। କ'ଣ ପାଇଁ ନା ବହୁତ କଷ୍ଟ ହୋଇଥାଏ। ଆଉ ଯଦି ସେହି ସମ୍ପର୍କରେ ପ୍ରେମ ଜାଗାରେ ଖାଲି କଷ୍ଟ ମିଳୁଛି ତ ତୁମ ପାଇଁ ଭଲ ହେବ କି ସେହି କଷ୍ଟରୁ ବଞ୍ଚ। ଆଉ ଜଲବାଦି କରିବ ନାହିଁ। ତୁମେ ପ୍ରଥମେ ତୁମ ସାଇଡ଼ରୁ ପୁରା ଭାବରେ ଚେଷ୍ଟା କର। ଯାହା ବି କରିବା ପାଇଁ ଚାହୁଁଛ ତୁମ ପ୍ରେମ ପାଇଁ, ତୁମେ କରିପାରିବ ତାକୁ ଫେରି ପାଇବା ପାଇଁ। ଆଉ ଯେବେ ସବୁ ଚେଷ୍ଟା କଲା ପରେ ବି ସାମ୍ନାବାଲାର ହୃଦୟ ତୁମ ପାଇଁ ବଦଳୁ ନାହିଁ ତ ଆଗକୁ ବଢ଼ିଯାଅ। କ'ଣ ପାଇଁ ନା ତୁମେ ସବୁ ଚେଷ୍ଟା କରିସାରିଛ, ତ ଆସୁଥିବା ସମୟରେ ତୁମକୁ ଅଫସୋସ ଲାଗିବ ନାହିଁ କି ମୁଁ ଚେଷ୍ଟା କଲି ନାହିଁ। ଆଉ ଭାବିବ ନାହିଁ ଯେ ଚେଷ୍ଟା କରିଥିଲେ ଫେରି ଆସିଥାନ୍ତା। ଯେବେ ସବୁ ଚେଷ୍ଟା କଲା ପରେ ବି ତୁମେ ହାରିଯାଇଛ, ତ ତୁମେ ତୁମ ବିଷୟରେ ଭାବ। କ'ଣ ପାଇଁ ନା ସେ ତୁମ ବିଷୟରେ ଭାବୁନାହିଁ। ଯଦି ତୁମ ପ୍ରେମ ପ୍ରକୃତ ତ କେବେ ତାଙ୍କୁ ଛାଡ଼ିକି ଯାଅ ନାହିଁ। ଆଉ ଯଦି ପ୍ରେମ ଜାଗାରେ ଖାଲି କଷ୍ଟ ମିଳୁଛି ତ ତୁମେ ଅଲଗା ହୋଇଯିବା ଭଲ। କ'ଣ ପାଇଁ ନା ତୁମକୁ କେବେ ଅଫସୋସ ହେବ ନାହିଁ ତୁମେ ସେହି ମଣିଷକୁ ହରାଇ ଦେଇଛ ଯିଏ କେବେ ତୁମର ନଥିଲା। ଆଉ ସେ ଏମିତି ଜଣେ ମଣିଷକୁ ହରାଇ ଦେଇଛି ଯିଏ ଖାଲି ତାର ଥିଲା। ଆଉ ତୁମେ ଭାବ କି ତୁମ ମନକୁ ଶାନ୍ତି କେମିତି ମିଳିବ? ତୁମେ ନିଜେ ଭାବ ସେହି ସମ୍ପର୍କରେ ଅଧିକା ଖୁସି ମିଳୁଥିଲା ନା ଅଧିକା କଷ୍ଟ ମିଳୁଥିଲା? ତୁମ ସହିତ ଅଧିକା ଭଲ ହେଉଥିଲା ନା ଅଧିକା ଖରାପ ହେଉଥିଲା? ଯଦି ଅଧିକା ଭଲ ହେଉଥିଲା ତ ତୁମେ ସେହି ସମ୍ପର୍କକୁ ବଞ୍ଚାଅ। ଯଦି ଅଧିକା କଷ୍ଟ ହେଉଥିଲା ତ ତୁମେ ସେହି ସମ୍ପର୍କ ବିଷୟରେ ଭାବିବା ଭୁଲ। ଏମିତି ନାହିଁ କି ସେହି ମଣିଷଠୁ ଦୂରେଇ ଗଲେ ଦୁଃଖ କଷ୍ଟ ହେବ ନାହିଁ। ହେବ। ଏମିତି ବି ଏହି ପରିସ୍ଥିତିରେ ରହି କେଉଁ ଖୁସି ମିଳୁଛି? କଷ୍ଟ ତ ତୁମକୁ ଆଜି ମିଳୁଛି, କାଲି ବି ମିଳିବ। ଆଉ ଯଦି ଆଜି ଏହି କଷ୍ଟକୁ ସହିଯିବ ତ କାଲି ଖୁସିରେ ଦିନ ଭରିଯିବ। ହଁ, ସହଜ ହୋଇନଥାଏ କାହା ପାଖରୁ ଦୂରେଇ ଯିବା। କଷ୍ଟ ତ ହେବ, କିନ୍ତୁ ଏହି କଷ୍ଟରୁ ତୁମକୁ ଦୂରକୁ ଯିବାକୁ ପଡ଼ିବ। ତ ତୁମେ ଅଲଗା ହୋଇ କଷ୍ଟକୁ ସହିଯାଅ। କ'ଣ ପାଇଁ ନା ଏହି କଷ୍ଟ ଗୋଟେ ନା ଗୋଟେ ଦିନ ଦୂରେଇ ଯିବ। ଆଉ ଯେଉଁ ସମ୍ପର୍କରେ ରହି କଷ୍ଟ ମିଳିଥାଏ ସେ ସବୁଦିନ କଷ୍ଟ ମିଳିବ। ସେଥିପାଇଁ ଧୀରେ ଧୀରେ ତୁମେ ତୁମ ସୁନେଲି ଭବିଷ୍ୟତକୁ ଦେଖି ଆଗକୁ ବଢ଼। ତୁମ ସୁନ୍ଦର କାଲିକୁ ଦେଖି ଆଗକୁ ବଢ଼। ଯାହା ବିତିଗଲା ତାକୁ ଅଫସୋସ କର ନାହିଁ। କାହାକୁ ଘୃଣା କରିବା ଦରକାର ନାହିଁ, କାହାକୁ ବ୍ଲେମ୍ କରିବା ବି ଦରକାର ନାହିଁ। ବାସ୍ ଗୋଟେ କଥା ଭାବ, ମୁଁ ନିଜ ସହ କ'ଣ କଲେ ମୁଁ ଖୁସିରେ ରହିପାରିବି, ଆଗକୁ ବଢ଼ିପାରିବି, ଆଉ ଜୀବନ ସାରା ଖୁସିରେ ରହିବି। ଦେଖିବ ତୁମେ ବହୁତ ଖୁସିରେ ରହିପାରିବ। ଆଉ ଯେଉଁ ଦୁଃଖ ଅଛି, କଷ୍ଟ ଅଛି, ଧୀରେ ଧୀରେ ଦୂର ହୋଇଯିବ। ଆଉ ବ୍ରେକଅପ୍ର କଷ୍ଟରୁ ମଧ୍ୟ ଦୂରକୁ ଚାଲିଯିବ।